নমস্কার দর্শক বন্ধু, শুভ সকাল। আজ রয়েছে কিছুটা দেশ বিদেশ রাজ্যর খবর। চলন্তু খবর উপরে নজর পকাইবা। তা পূর্বରୁ চ্যানেলে নূয়া ଥିଲେ গোটিଏ লাইক କରିଦେବେ। ପ୍ରଥମ ଖବର ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଦୀର୍ଘ 15 ବର୍ଷ ଧରି ଶାସନ ଗାଦିରେ ବସିଥିବା ମମତା ବାନାର୍ଜୀ ଆଜି ନିଜ ଗାଦିରୁ ଉଠି ଯାଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇଁ କି ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବା ପାଇଁ ଯାଉଛି। ଏହି ନିର୍ବାଚନରେ ମମତା ବାନାର୍ଜୀକୁ ଶକ୍ତ ଝଟକା ଲାଗିଛି। ବିଜେପି ନିଜର ମଧ୍ୟ ଦବଦବା ଦେଖାଇଛି। 294ରୁ 204, ମମତା ଦିଦି ମଧ୍ୟ ମାତ୍ର 83ଟି ଆସନରେ ସୀମିତ ମଧ୍ୟ ରହିଛନ୍ତି, ଯାହା ସମସ୍ତଙ୍କୁ ଏବେ ଆଶ୍ଚର୍ଯ୍ୟ କରିଛି। ସେପଟେ ମଧ୍ୟ ଆରଜି କଲେଜର ମେଡିକାଲର ତାଙ୍କ ମା ଯିଏକି ଦେବନାଥ ରତ୍ନା ଦେବନାଥ ସିଏ ମଧ୍ୟ ଜିତିଛନ୍ତି। ନମ୍ବର 2, ବଙ୍ଗଳାକୁ ଅକ୍ତିଆର କଲା ବିଜେପି। 2ଟି ଆସନରେ ହାରିଛନ୍ତି ମମତା ବାନାର୍ଜୀ। ତେବେ ଆଗକୁ ମଧ୍ୟ ଜଣାପଡୁଛି ନିର୍ବାଚନ ଫଳାଫଳ ମାନେ ଯାହା ହବ ଆପଣମାନଙ୍କ ଆଖି ସାମ୍ନାରେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଇଁ ଏକ ବେଶ ନିରାଶାଜନକ ମଧ୍ୟ ରହିଛି। ବିଜେପି ଏକ ବଡ ବିଜୟ ସହିତ ଶାସନ ଭାର ଗ୍ରହଣ ମଧ୍ୟ କରିଛି। ଆଉ ରାଜ୍ୟବାସୀ ଏବେ ଆଶ୍ଚର୍ଯ୍ୟ ହେଉଛନ୍ତି ୱେଷ୍ଟବେଙ୍ଗଲର ଆଗକୁ କଣ ହେବ। ନମ୍ବର 2 ରହୁଛି ଘରେ ମିଳିବ ମଧୁସୂଦନ ପେନସନ। ସରକାର ଦେବେ ଡୋର ଟୁ ଡୋର, ମାନେ ଆପଣଙ୍କ ଘରେ ଯାଇ ପହଞ୍ଚିବ ମଧୁବାବୁ ପେନସନ ଟଙ୍କା। ଏନେକି ସରକାର ମଧ୍ୟ ବଡ ଘୋଷଣା କରିଛନ୍ତି। ରାଜ୍ୟରେ ସରକାର ହିତାଧିକାରୀଙ୍କ ପାଇଁ ବଡ ଖୁସି ଖବର। ଏଣିକି ମଧୁବାବୁ ପେନସନ ଯୋଜନା ଟଙ୍କା ଲୋକଙ୍କୁ ମଧ୍ୟ ମିଳିବା ପାଇଁ ଲୋକ ଦୌଡ଼ିବେ ନାହିଁ, ଏପଟ ସେପଟ ହେବେ ନାହିଁ, ବାହାରକୁ ଯିବା ପାଇଁ ପଡିବ ନାହିଁ। ସରକାର ପକ୍ଷରୁ ଏବେ ଡୋର ଷ୍ଟେପ ସେବା ଆରମ୍ଭ ହୋଇଛି। ତେବେ କୁହାଯାଉଛି ଏହି ନିଷ୍ପତ୍ତି ଅନୁସାରେ ବୃଦ୍ଧ ଏବଂ ଭିନ୍ନକ୍ଷମ ବିଶେଷ କରି ଉପକୃତ ହେବେ। ସରକାରୀ ସେବାକୁ ଲୋକଙ୍କୁ କେମିତି ନିକଟତର କରିବା ପାଇଁ ଏହା ପ୍ରଶଂସନୀୟ ପଦକ୍ଷେପ। ଏନେକି ଆପଣଙ୍କର ମଧ୍ୟ ମତାମତ ଦେବେ। ଯାହା ଫଳରେ 60 ବର୍ଷ ଉର୍ଦ୍ଧ୍ୱ ହିତାଧିକାରୀ ଯେତିକି ମଣିଷର ଭତ୍ତା ମିଳିବ, କିନ୍ତୁ 80 ବର୍ଷର ଉର୍ଦ୍ଧ୍ୱ ହିତାଧିକାରୀକୁ 3000 ଟଙ୍କା ମିଳେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 3 ରହୁଛି ଆସାମରେ ମଧ୍ୟ ବିଜେପିର ହ୍ୟାଟ୍ରିକ ବିଜୟ, କଂଗ୍ରେସ ପରାଜୟ। ଆସାମ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ବିଜୟୀ ହୋଇଛି। ଏହାକୁ ମିଶାଇ ରାଜ୍ୟ ଦଳର ଲଗାତାର ତୃତୀୟ ଥର ପାଇଁ ସରକାର ଗଢ଼ିବା ପାଇଁ ଯାଉଛି। ଅନ୍ୟପଟେ କଂଗ୍ରେସ ବିଜୟ ଆଶା ପୁରା ଧୂଳିସାତ ମଧ୍ୟ ହୋଇଯାଇଛି। ଭୋଟରମାନେ ବିଜେପି ଜୟରେ ମଧ୍ୟ ଭରସା ପ୍ରକଟ କରିଛନ୍ତି। ଆସାମରେ ମଧ୍ୟ ଏହି ଦଳରେ ହ୍ୟାଟ୍ରିକ ବିଜୟ କର୍ମକର୍ତ୍ତାକୁ ମଧ୍ୟ ଉତ୍ସାହ ଭରି ରହିଛି। ସେପଟେ ମଧ୍ୟ ତାମିଲନାଡୁରେ ମଧ୍ୟ ବିଜୟ ଜିତିଛନ୍ତି। ଟିଭିକେ ପାର୍ଟିରେ ମଧ୍ୟ ସିଏ ଜିତିଛନ୍ତି, ଯାହାଫଳରେ 106ଟି ଆସନ ମଧ୍ୟ ଜିତିଛନ୍ତି। ପରବର୍ତ୍ତୀ ଖବର ହଉଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜିଠୁ ଯିବେ ଗୁଜରାଟ, 3 ଦିନିଆ ଗସ୍ତ କରିବେ। 5 ତାରିଖରେ ଯିବେ। ଏହି ଗସ୍ତ ମାଧ୍ୟମରେ ଦୁଇ ରାଜ୍ୟ ମଧ୍ୟରେ ଭଲ ସମ୍ପର୍କ ଓ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନା କରିବେ। ଏନେକି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଅଭିଯୋଗ ମଧ୍ୟ ବନ୍ଦ ରହିବ। ଯୋଉମାନେ ପଞ୍ଜୀକରଣ କରିଛନ୍ତି ଅପେକ୍ଷା କରନ୍ତୁ, ପୁଣି ଆଉ ଗୋଟେ ପରବର୍ତ୍ତୀ ତାରିଖ ଆସିବ, କିନ୍ତୁ ପଞ୍ଜୀକରଣ ଯଦି ଆପଣମାନେ କରିଛନ୍ତି ବ୍ୟସ୍ତ ହୁଅନ୍ତୁ ନାହିଁ। ପରବର୍ତ୍ତୀ ଖବର ହচ্ছে ପାରମ୍ପରିକ ପୋଷାକରେ ପ୍ରଧାନମନ୍ତ୍ରୀଙ୍କର ଆକର୍ଷଣୀୟ ଏଣ୍ଟ୍ରି। ପ୍ରଧାନମନ୍ତ୍ରୀ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି। ସେ ଧୋତି ଏବଂ କୁର୍ତ୍ତା ପିନ୍ଧି ଏକ ସ୍ୱତନ୍ତ୍ର ଶୈଳୀରେ ସାମ୍ନାକୁ ଆସିଛନ୍ତି। ତାଙ୍କର ପାରମ୍ପରିକ ପୋଷାକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନୂଆ ରୂପରେ କିଛି ଖାସ କାରଣ ଏବଂ ସ୍ୱତନ୍ତ୍ରତା ରହିଥିବା ମଧ୍ୟ ଆଲୋଚନା ହୋଇଛି। ସେ ନିଜର ପୋଷାକ ମାଧ୍ୟମରେ ଭାରତୀୟ ସଂସ୍କୃତି ପରମ୍ପରା ବାର୍ତ୍ତାକୁ ମଧ୍ୟ ଦେବା ପାଇଁ ଚେଷ୍ଟା କରିଛନ୍ତି। ଏପଟେ ମଧ୍ୟ ୱେଷ୍ଟ ବେଙ୍ଗଲ ହୋଇଗଲା କହିବାକୁ ଗଲେ ବିଜେପିର, ଯାହା ଫଳରେ ଉତ୍ସାହର ସହିତ ଚାଲିଛି। ଆଉ ଏପଟେ ମଧ୍ୟ ଭୋଟ ଗଣତି ବେଳେ ମମତା ବାନାର୍ଜୀଙ୍କ ସଙ୍ଗୀନ ଅଭିଯୋଗ। ପଶ୍ଚିମବଙ୍ଗରେ ଭୋଟ ଗଣତି ସମୟରେ ମମତା ବାନାର୍ଜୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ କହିଛନ୍ତି ଗଣତି କେନ୍ଦ୍ରରେ ପ୍ରତିନିଧିଙ୍କୁ ମାଡ ମରାଯାଇଛି ଏବଂ ସିସିଟିଭି କ୍ୟାମେରାକୁ ବନ୍ଦ କରି ଦିଆଯାଇଛି। ଗଣତି ପ୍ରକ୍ରିୟାକୁ ସ୍ୱଚ୍ଛତା ରଖାଯାଇ ନାହିଁ। ତା ସହିତ ସେ ଦାବି କରିଛନ୍ତି ଏହି ଘଟଣାକୁ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଚାଲିଛି ଏବଂ ଚାପ ଉତ୍ତେଜନା ଦେଖିବାକୁ ମିଳୁଛି। ସେ ନିର୍ବାଚନ କମିଶନ ନିକଟରେ ଏ ନେଇକି ମଧ୍ୟ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛନ୍ତି। ଗତକାଲି ମିଳିଲା ସୁଭଦ୍ରା ଟଙ୍କା। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ଯେଉଁମାନେ ସୁଭଦ୍ରା ଟଙ୍କା ପାଇନଥିଲେ ତାଙ୍କ ଆକାଉଣ୍ଟକୁ ଯାଇଛି 5000 ଟଙ୍କା। ଯେଉଁମାନଙ୍କୁ 21 ବର୍ଷ ହୋଇଥିଲା ସେମାନେ ମଧ୍ୟ ଆବେଦନ କରିଛନ୍ତି, ତାଙ୍କୁ ମଧ୍ୟ 10,000 ଟଙ୍କା ମିଳିବ। ବିଶେଷ କରି କୁହାଯାଉଛି ସେମାନଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବା ପରେ ଏବେ ଯେଉଁମାନଙ୍କୁ 60 ବର୍ଷ ହେଇଛି ତାଙ୍କୁ ଆଉ ଟଙ୍କା ମିଳୁନାହିଁ, ସେମାନେ ଭତ୍ତାରେ ସାମିଲ ହେବେ।
ସେମାନେ ଭତ୍ତା ପାଇଁ ଆବେଦନ କରିବେ, ଯାହାଫଳରେ ପ୍ରତି ମାସରେ ତାଙ୍କୁ ଭତ୍ତା ମିଳିବ। ଆଉ ସୁଭଦ୍ରା ଟଙ୍କା ମିଳିବ ନାହିଁ। ଯେଉଁମାନେ ପୂର୍ବରୁ କୋଉ କାରଣରୁ ବାଦ୍ ପଡ଼ିଥିଲେ, ସେମାନଙ୍କୁ ଗତକାଲି ମିଳିଲା 5,000 ଟଙ୍କା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ରଥଯାତ୍ରା ପାଇଁକି ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତା 8 ତାରିଖରେ ପୁଣି ବସିବ ବୈଠକ। ଗତ ବର୍ଷ ଯୋଉ ଭଳିଆ ପରିସ୍ଥିତିରେ ରଥଯାତ୍ରା ହୋଇଥିଲା, ଆପଣମାନେ ଜାଣିଥିବେ ଦଳା ଚକଟାରେ ମଧ୍ୟ କେମିତି ଅବସ୍ଥା ହୋଇଥିଲା। ଏଣିକି ବାରମ୍ବାର ବୋଧେ ବୈଠକ ବସୁଛି। ଆସନ୍ତା 2024 8 ତାରିଖରେ ସମନ୍ୱୟ ବୈଠକ ବସିବ। ଯାହା ଫଳରେ ଏଇ ବୈଠକରେ ଆଲୋଚନା ହେବ ଯେ କିଭଳି ସୁରୁଖୁରୁରେ ଚାଲିବ, କିଭଳି ଭକ୍ତମାନେ ଆସି ଭଲରେ ଭଲରେ ଦର୍ଶନ କରିବେ, ରଥ ଟଣା କାର୍ଯ୍ୟକ୍ରମ କେମିତି ରହିବ, ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁବିଧା ସୁରକ୍ଷାକୁ ନେଇ ବୈଠକରେ ରୂପରେଖା ଦିଆଯିବ। ପ୍ରଶାସନ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ନେଇ ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ୱ ଦାୟିତ୍ୱ ମଧ୍ୟ ଦିଆଯିବ ବୋଲି କହିଛନ୍ତି। ଏଭଳି କୌଣସି ପ୍ରକାର ଭୁଲ ନ ହଉ ବୋଲି ସରକାର ମଧ୍ୟ କଡ଼ା ଚେତାବନୀ ମଧ୍ୟ ଦେଇଛନ୍ତି। ପରବର୍ତ୍ତୀ ଖବର ହଉଛି ବୟାନିକାରୁ ଶାଢ଼ୀ ଚୋରି ମହିଳା ଲୁଟେରାଙ୍କ ଅଜବ କାରନାମା। ଆପଣମାନେ ଜାଣିଥିବେ କିଛି ଦିନ ପୂର୍ବରୁ ବୟାନିକାରୁ 7 ଲକ୍ଷ ଟଙ୍କାର ଶାଢ଼ୀ ଚୋରି କରିଥିଲେ କିଛି ମହିଳା। ସେମାନେ ମଧ୍ୟ ଏବେ 7 ଲକ୍ଷ ଟଙ୍କା ଶାଢ଼ୀ ଚୋରି କରି ଆସିଥିଲେ। ଏବେ ବର୍ତ୍ତମାନ କୋରିଅରରେ ପଠାଇଛନ୍ତି ସେଇ ଶାଢ଼ୀ। ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେ ହିଁ ଏକଥା ସତ କଥା। ଲୁଟେରା ଗ୍ୟାଙ୍ଗ 24ଟି ଶାଢ଼ୀ କୋରିଅର ଯୋଗେ ଦେଇଛନ୍ତି। ପୂର୍ବରୁ ମଧ୍ୟ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଥିଲା। କିନ୍ତୁ ସେମାନେ ଓଡ଼ିଶାର ନୁହନ୍ତି, ବାହାରୁ ଆସି ଏକ ଗ୍ୟାଙ୍ଗ ଆସି ଏ ଶାଢ଼ୀ ମଧ୍ୟ ଚୋରି କରିଥିଲେ। ଯାହାଫଳରେ ଏବେ ଧରା ପଡ଼ିବା ପରେ ସେ ଶାଢ଼ୀ ଗୁଡ଼ାକ ସବୁ କୋରିଅରରେ ପଠାଇବା ପାଇଁ ଚେଷ୍ଟା କରୁଛନ୍ତି। ପରବର୍ତ୍ତୀ ଖବର ରହୁଛି ରାଜ୍ୟରେ ଖସିବ ପାରଦ, ତାତିରୁ ମିଳିବ ଆଶ୍ୱସ୍ତି। ଏବେ ଯୋଉ ଭଳିଆ ଗୁଳୁଗୁଳି ହଉଛି, ଯୋଉ ଭଳିଆ ଖରା ହଉଛି, ଏବେ ପାରଦ ଖସିବା ପରେ ରାଜ୍ୟର ପାଣିପାଗ ପରିବର୍ତ୍ତନ ହେବ। ତା ସହିତ ଆଗାମୀ କିଛି ଦିନ ଭିତରେ ତାପମାତ୍ରା 4 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ରହିବ। ହ୍ରାସ ରହିବା ପରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ଦେଖିବାକୁ ମିଳିବ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଖରାର ପ୍ରକୋପ ବହୁତ କମ ରହିବ। ତାପରେ ଏହି ପରିବର୍ତ୍ତନ ଯୋଗୁଁ ଲୋକମାନେ ପ୍ରଚଣ୍ଡ ତାତିରୁ କିଛି ମାତ୍ରା ଆଶ୍ୱସ୍ତି ପାଇବେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ମେଘୁଆ ଏବଂ ସାମାନ୍ୟ ପବନ ହେବାର ମଧ୍ୟ ସମ୍ଭାବନା ରହିଛି।